श्रीमा श्री अरविंद श्री अरविंद पाठचक्र ऑनलाइन माध्यम योगदान करथिबा भाई अपा माननकु नमस्कार। आज आलोच्य विषय परमेश्वर मूलतः आनंदर स्वरूप। परमेश्वर मूलतः आनंदर स्वरूप एही प्रसंग रे आलोचना करने निमंते बरगड़ जिला बरपालीर मणीन्द्र भाई मणीन्द्र कुमार मेहर को मु अनुरोध करुछि। मणीन्द्र भाई तांकर वक्तव्य प्रदान करंतु। श्री अरविंद उपस्थित समस्त अपा भाई माने कमल किशोर भाई प्रतिथर परी एथर मध्य स्थिर करदेले। अनेक समय मते पचारती से शीर्षकटी कौन देवा, मु तांकु स्वाधीनता दे थाए जे आपण जो टॉपिक देबे से टॉपिक रे मु कहिबी। ए दृष्टि मु ताहा कहे नहीं जे मु सब विषय जानी छी बोली मु कहे नहीं। मु जेहेतु किछि जानी नहीं सेति पई कहे जहा देले मध्य मो पई होउची प्रकृत रे ताहा मां को आशीर्वाद, मां को निर्देश, तांको निर्देश पालन करिवा पई मु कमल किशोर भाई को कथारे स्वीकृति दिए। एवं आज जो विषय रखाई जे परमेश्वर मूलतः होउचंती आनंदर स्वरूप। अति चमत्कार कथा। आम मु बही पढ़ा कथा कहूनी किछि, बही पढ़ा माने बही रे अछि सब कथा। मु पुणी गोटे साहित्य छात्र ना, तेणु साहित्य ठू आरंभ करी आध्यात्मिकतार शेष करवा। माने आमर जने इंग्राजी कवि अछंती आपण मैंने जानिथिबे, शेली जे होचंती पी.बी. शेली जो रोमांटिक इंग्राजी युगर कवि। से कहिले कौन ना, आवर स्वीटेस्ट सॉन्ग्स आर दोज that tell us saddest thoughts। आमर मधुरतम संगीत कौन ना, जहा प्रकृत रे अंतर्वेदना को, दुख को बहन करिथाए। जोठी शोक अच्छी, जोठी दुख अच्छी, जोठी जंत्रणा अच्छी सेठी साहित्य अच्छी। ए सबु नथिले साहित्य लेखा हेउ नथांता बोली वर्तमान पर्यंत एक धारणा रहिछि। परवर्ती पर्याय कौन हो से संपर्क रे ए पर्यंत चिंता कौनसी माने विशेषज्ञ करि पारु नाहंती, करि पारि नाहंती। तेणु दुख को नहीं ही रचना ही सब किछि। रामायण रे जदि रामचंद्र वनवास जाई न थांते, जदि सीतांक चोरी होई न थांता, रावण सहित जदि युद्ध होई न थांता, रामायण लेखा होई न थांता। ठीक सही परि भाबरे महाभारत रे जदि एई पंचु पांडवंकु दुर्योधन 5टी ग्राम मात्र दे दे थांते, सेतिकी रे मध्य सबु विवाद तुटी जाई थांता एवं महाभारत युद्ध ही न थांता। महाभारत लेखा हेबार मध्य प्रयोजन न थांता। दुखर सृष्टि आपण माने देखंतु सबु कथा।
ଯାହା ଯାହା ଘଟଣା ଘଟିଛି, ଯେତେ କାବ୍ୟ କବିତା ଲେଖା ହେଇଛି, ଏସବୁ ଦୁଃଖ। ସେଥିଲାଗି ଏପରିକି ରୀତିଯୁଗୀୟ କାବ୍ୟରେ ମଧ୍ୟ ମାନେ ଦି ପ୍ରକାରର ଶୃଙ୍ଗାରର କଥା ଲେଖା ହେଇଛି। ମାନେ ଗୋଟେ ହଉଛି ଯୋଉଟା ମିଳନର, ଆଉ ଗୋଟେ ହଉଛି ବିଚ୍ଛେଦର। ସମ୍ଭୋଗ ଶୃଙ୍ଗାର ଏବଂ ବିପ୍ରଲମ୍ଭ ଶୃଙ୍ଗାର। ବିପ୍ରଲମ୍ଭ ଶୃଙ୍ଗାରଟି କଣ ନା, ଯୋଉ ସମୟରେ ବିଚ୍ଛେଦ ହୁଏ ନାୟକ ନାୟିକାଙ୍କର, ସେଇଟା ହଉଛି ବିପ୍ରଲମ୍ଭ ଶୃଙ୍ଗାର। ତେଣୁ ଦୁଃଖ ଯୋଉଠି ଅଛି, ସେ ଛାନ୍ଦ ଭାରି ଅନ୍ତଃସ୍ପର୍ଶୀ ପାଠକ ମାନଙ୍କ ପାଇଁ। ଦୁଃଖ ନାହିଁ ତ କବିତା ନାହିଁ, ଦୁଃଖ ନାହିଁ ତ କାବ୍ୟ ନାହିଁ, ଉପନ୍ୟାସ ନାହିଁ, ଗଳ୍ପ ନାହିଁ, ସାହିତ୍ୟ ନାହିଁ, ପୁଣି ଦୁଃଖ ନାହିଁ ତ ଜୀବନ ବି ନାହିଁ। ଆମ ପ୍ରତ୍ୟେକଙ୍କର ଏହି ଧାରଣା ରହି ଆସିଛି ଯେ ଦୁଃଖ ଅଛି ବୋଲି ଆମେ ଆନନ୍ଦକୁ ଅନୁଭବ କରିପାରୁଛୁ। ଦୁଃଖଟା ଯଦି ନଥାନ୍ତା, ଆମେ ଆନନ୍ଦକୁ ଅନୁଭବ କରିପାରନ୍ତେ ନାହିଁ। ଅନ୍ଧାର ଅଛି ବୋଲି ଆମେ ଆଲୋକକୁ ଦେଖିପାରୁଛୁ ବା ଜାଣିପାରୁଛୁ ବା ତାର ମୂଲ୍ୟ କଳନା କରି ପାରୁଛୁ। ଅନ୍ଧାରଟା ହିଁ ଯଦି ନଥାନ୍ତା, ତାହେଲେ ଆଲୋକର ମୂଲ୍ୟ କିଏ ବା ବୁଝନ୍ତା? ତେଣୁ ଆମ ସମସ୍ତଙ୍କ ଧାରଣା ଯେ ଆମ ଜୀବନରେ ଦୁଃଖ ଅଛି, ଦୁଃଖ ପରେ ସୁଖ, ସୁଖ ପରେ ଦୁଃଖ, ଏଇ କଥା ଆମେ କହୁ। ତେଣୁ ଦୁଃଖ ପରେ ପୁଣି ସୁଖ ଆସିବ, ସୁଖ ପରେ ପୁଣି ଦୁଃଖ ଆସିବ। ତେଣୁ ଏଇ ଯୋଉ ସୁଖର ସ୍ୱାଦ ସେତେବେଳେ ଅନୁଭବ କରି ହୁଏ ଯେତେବେଳେ ଦୁଃଖକୁ ଜଣେ ଅତିକ୍ରମ କରିସାରିଥାଏ। ଏସବୁ କଥା ଯଦି ପ୍ରକୃତରେ ସତ୍ୟ, ଯାହାକୁ ନେଇ ଆଜି ଆମେ ଏତେ ଗଳ୍ପ, କବିତା, ପ୍ରବନ୍ଧ ଏତେ କଥା ଲେଖା ହେଇଛି, ବହୁତ କଥା ଲେଖା। ରବୀନ୍ଦ୍ରନାଥ ଗୋଟେ ପ୍ରବନ୍ଧ ଲେଖିଛନ୍ତି, ତା ନାଁ ହଉଛି ଦୁଃଖ। ଇଏ ଯୋଉ ଆମ ନିତ୍ୟାନନ୍ଦ ମହାପାତ୍ର ତାଙ୍କର ପତ୍ର ଓ ପ୍ରତିମାରେ ଗୋଟେ ଲେଖିଛନ୍ତି ପ୍ରବନ୍ଧ ଅଶ୍ରୁ। ତେଣୁ ଦୁଃଖକୁ, ଅଶ୍ରୁକୁ, ବେଦନାକୁ, ଅନ୍ତଃ ଯନ୍ତ୍ରଣାକୁ ସାହିତ୍ୟରେ ଉଚ୍ଚ ସ୍ଥାନ ଦିଆଯାଇଛି। ଆମ ମଣିଷ ଜୀବନ ବି କମ ଦୁଃଖପୂର୍ଣ୍ଣ? ବହୁତ ଦୁଃଖପୂର୍ଣ୍ଣ ଆମ ଜୀବନ। ଆମେ ସମସ୍ତେ କହୁ ଯେ ପ୍ରକୃତରେ ଜୀବନର ସୁଖାଂଶ ହଉଛି ଅତି ସାମାନ୍ୟ, ଦୁଃଖ ହଉଛି ଅଧିକ। ଆମକୁ ଗୋଟେ ସଂଗ୍ରାମ ଭିତରେ ଚାଲିବାକୁ ପଡେ, ଆମକୁ ସଂଘର୍ଷ କରିବାକୁ ପଡେ। ଆମେ ପ୍ରକୃତରେ ଦୁଃଖ ମଧ୍ୟରେ ହିଁ କାଳାତିପାତ କରୁ। କେତେବେଳେ ଶାରୀରିକ ଦୁଃଖ, କେତେବେଳେ ମାନସିକ ଦୁଃଖ, ଯୋଉ ପ୍ରକାର ଦୁଃଖ ବି ହଉ, ଆର୍ଥିକ ଦୁଃଖ ହଉ, ପଦ ପଦବୀ ନ ପାଇବାର ଦୁଃଖ ହଉ, ପ୍ରତିଷ୍ଠା ନ ପାଇବାର ଦୁଃଖ ହଉ, ବିଭିନ୍ନ ପ୍ରକାର ଦୁଃଖ ଅଛି। ଦୁଃଖର ତାଲିକା କରି ବସିଲେ ସରିବ ନାହିଁ, ସେଟା ଗୋଟେ ବିରାଟ ଗ୍ରନ୍ଥ ହେଇଯିବ। ମାନେ ଯାହାକୁ ଯେତେ ସୁଖୀ ବୋଲି ଆମେ ଭାବୁ, ତା ଭିତରେ ମଧ୍ୟ ଦୁଃଖଟା ଥାଏ। ଥରେ ଜଣେ ସାର୍ ଆସିଥାନ୍ତି, ମୁଁ ଜ୍ୟୋତି ବିହାରରେ ଥାଏ ପଢୁଥିବା ବେଳେ, ଆମେ ଗଲୁ ଜଣେ ସାର୍ଙ୍କ ଘରକୁ, ପ୍ରଫେସରଙ୍କ ଘରକୁ। ସେ ପ୍ରଫେସର ଏବଂ ତାଙ୍କର ସ୍ତ୍ରୀ ଦି ଜଣ ହଉଛନ୍ତି ମାନେ ଟିଚର, ଦି ଜଣ ହଉଛନ୍ତି ପ୍ରଫେସର। କିନ୍ତୁ
ସ୍ତ୍ରୀ ପ୍ରଫେସର ହେଇଗଲେଣି, ସ୍ୱାମୀ ଏପର୍ଯ୍ୟନ୍ତ ଆସୋସିଏଟ ପ୍ରଫେସର ଅଛନ୍ତି। ତେଣୁ ମତେ ଆସିଲା ବେଳେ ସେ ସାର୍ କହିଲେ, ଯାହାଙ୍କ ସହିତ ଯାଇଥାଉ ସିଏ ଭାରି ମାନେ ମଜା କରନ୍ତି। ସେ କହିଲେ, ଦେଖୁନ ମଣୀନ୍ଦ୍ର, ମାନେ ତାଙ୍କ ଦୁଃଖ ହେଲା କଣ ବୁଝିଲ ନା, ଯେ ତାଙ୍କ ସ୍ତ୍ରୀ ପ୍ରଫେସର ହେଇଗଲେଣି, ସେ ପର୍ଯ୍ୟନ୍ତ ପ୍ରଫେସର ହେଇନାହାନ୍ତି। ସେଇଟା ହଉଛି ତାଙ୍କର ଦୁଃଖ। ତେଣୁ କାହାର ଦୁଃଖ କି ପ୍ରକାର ଆମେ କହିପାରିବା ନାହିଁ, କିନ୍ତୁ ଏ କଥା ନିଶ୍ଚିତ ଭାବରେ କହିପାରିବା ଯେ ସତେ ଯେମିତି ଏ ଯୋଉ ଦୁଃଖ ଆଚ୍ଛନ୍ନ କରି ରହିଛି ଆମ ଜୀବନକୁ, ତାହା କଣ ଭଗବାନଙ୍କ ଦାନ? ଅନେକ ଲୋକ କହନ୍ତି, ହଁ କୁନ୍ତି କହିଥିଲେ ଶ୍ରୀକୃଷ୍ଣଙ୍କୁ ସେଥିପାଇଁ ଯେ ମତେ ଦୁଃଖ ଦିଅ, କାରଣ ଦୁଃଖ ଦେଲେ ମୁଁ ତମକୁ ମନେ ପକେଇବି, ସୁଖ ଦେଲେ ମୁଁ ତମକୁ ଭୁଲିଯିବି। ଏଇ କଥା ନୀଳଶୈଳରେ ସୁରେନ୍ଦ୍ର ମହାନ୍ତି ଲେଖିଛନ୍ତି ଗୋଟେ ଜାଗାରେ, ଯେ ଶ୍ରୀ ଜଗନ୍ନାଥ ଯାହାକୁ ଭଲ ପାଆନ୍ତି ତାକୁ ପୁରା ରସାତଳଗାମୀ କରିଦିଅନ୍ତି। ସବୁ ଭକ୍ତ ମାନେ ମଧ୍ୟ ସେମିତି ହେଇଛନ୍ତି। ସୁଦାମାଙ୍କ କଥା ଆପଣ ଦେଖନ୍ତୁ କେମିତି ହେଲେ, ଦରିଦ୍ର, ପରେ ସିନା ପରିବର୍ତ୍ତନ ହେଲା ବୋଲି ଅଛି ସୂଚିତ, କିନ୍ତୁ ଯେତେ ଯେତେ ଭଗବାନଙ୍କ ଉପରେ ବିଶ୍ୱାସ ଯାହାର ଯେତେ ଅଧିକ, ତାର ମଧ୍ୟ ଦୁଃଖ ସେତିକି ପ୍ରବଳ। ତାହେଲେ ଏ ସବୁ ପ୍ରକୃତରେ କଣ, ଯଦି ଭଗବାନ ଅଛନ୍ତି ବୋଲି ଆମେ ଭାବୁଛୁ, ଭଗବାନଙ୍କୁ ବିଶ୍ୱାସ କରୁଛୁ, ଭଗବାନଙ୍କ ଉପରେ ଯଦି ଆସ୍ଥାଶୀଳ, ତାହେଲେ ଦୁଃଖଟା ସତ୍ୟ ନା ଆନନ୍ଦଟା ସତ୍ୟ? ସିଧାସଳଖ ଶୀର୍ଷକରେ ଆମର କହିଦିଆ ହେଇଛି ଯେ ପରମେଶ୍ୱର ହଉଛନ୍ତି ମାନେ ଆନନ୍ଦର ସ୍ୱରୂପ। ଯଦି ପରମେଶ୍ୱର ଆନନ୍ଦର ସ୍ୱରୂପ, ଏ ପୃଥିବୀରେ ଏତେ ଦୁଃଖ ଆସିଲା କୁଆଡୁ? ଏତେ ଅସାମଞ୍ଜସ୍ୟ କାହିଁକି? ଧନୀ ଦରିଦ୍ର ଭିତରେ ଏତେ ତାରତମ୍ୟ କାହିଁକି? ନାନା କଥା, ବିଭିନ୍ନ ପ୍ରସଙ୍ଗ ଆସିବ ତା ଭିତରକୁ। ତେବେ ପ୍ରକୃତରେ କଥାଟି ହଉଛି କଣ, ଯେ ଯୋଉ ଆନନ୍ଦର କଥା କୁହା ହଉଛି, ସେ ଆନନ୍ଦଟି ପ୍ରକୃତରେ କଣ? ଯୋଉ ଆନନ୍ଦର ସ୍ୱରୂପ ବୋଲି ଆମେ ଭଗବାନଙ୍କୁ କହିବା ବା ଭାବିବା ବା ଚିନ୍ତା କରିବା, ସେ ଆନନ୍ଦଟି କଣ? ସେ ଆନନ୍ଦ କଣ ଗୋଟେ ଶାରୀରିକ ରୋମାଞ୍ଚ? ନା, ସେ ଆନନ୍ଦ ପ୍ରକୃତରେ କଣ ଗୋଟାଏ ବିଜୟ ଲାଭର ଆନନ୍ଦ? ଗୋଟେ ରାଜା ଯେମିତି ରାଜ୍ୟ ଜୟ କରେ, କୌଣସି ପ୍ରତିଯୋଗିତାରେ ଯେମିତି ଭାଗ ନେଇ ଆମେ ବିଜୟୀ ହୋଇଯାଉ, ସିଏ ଆନନ୍ଦ? ସେ ଆନନ୍ଦ କଣ ପ୍ରକୃତରେ ସୁଖ ପାଉ ବୋଲି ଯୋଉ ଆମେ ମହା ଉଲ୍ଲାସରେ ଚିତ୍କାର କରୁ ମଧ୍ୟ? ଜଣେ ନୋବେଲ ପୁରସ୍କାର ପାଇଲେ ସାହିତ୍ୟରେ, ଏବେ ମନେ ପଡିଯାଉଛି, ସିଏ କଣ କଲେ ନା ସାରା ସହରରେ ମାନେ ଗୋଟେ ଗାଡିରେ ବୁଲିଲେ, ହସି ହସି ମାନେ ଉଲ୍ଲାସ ପ୍ରକଟ କଲେ ସର୍ବତ୍ର। ତେଣୁ ଏଇ ଉଲ୍ଲାସ ଯୋଉ, ଏଇଟା ପ୍ରକୃତରେ ଆନନ୍ଦ। କୋଉଟା ଆନନ୍ଦ? ପରମେଶ୍ୱର ଯୋଉ ଆନନ୍ଦ ର ସ୍ୱରୂପ, ସେ ସ୍ୱରୂପକୁ ଆମେ କେମିତି କଳନା କରିବା? ସେ ଆନନ୍ଦଟି କେମିତି ଦେଖାଯାଏ? ଲୋକ ବିବାହ କରନ୍ତି, ଆନନ୍ଦ ଅନୁଭବ କରନ୍ତି, ସେଟା ସେଇ ଆନନ୍ଦ?
ପୁଅ ଝିଅଙ୍କର ପିତା ମାତା ହେବାର ଆନନ୍ଦ, ସେଟା କଣ ସେଇ ଆନନ୍ଦ? କୋଉ ଆନନ୍ଦ? ଏପରିକି ଯୋଗୀ ଋଷି ମାନେ ଧ୍ୟାନସ୍ଥ ହୋଇ ଯୋଉ ଆନନ୍ଦ ଲାଭ କରନ୍ତି, ସେଟା ବି କଣ ସେଇ ଆନନ୍ଦ? ତାହେଲେ ରାମକୃଷ୍ଣ ପରମହଂସ କାହିଁକି କହିଲେ ନରେନକୁ? ବିବେକାନନ୍ଦଙ୍କୁ କହିଲେ, ବିବେକାନନ୍ଦ ଯେତେବେଳେ କହୁଛନ୍ତି ଯେ ଆଉ ମୋର କିଛି କରିବାର ନାହିଁ, ସମାଧିସ୍ଥ ହୋଇ କେବଳ ମୃତ୍ୟୁକୁ ଅପେକ୍ଷା କରିବାର ଅଛି। ରାମକୃଷ୍ଣ ସେତେବେଳେ ତାଙ୍କୁ କହିଲେ ଯେ ଆଗାମୀ ଜନ୍ମରେ ତାହା କରିବୁ, ସମାଧିସ୍ଥ ହେବ। ଏ ଜନ୍ମରେ ସମାଜ ପାଇଁ କିଛି କରିଯା। ତାହେଲେ ସମାଧି ଭିତରେ ଆନନ୍ଦ ନାହିଁ? କୋଉଟା ପ୍ରକୃତରେ ଆନନ୍ଦ? ସେ ଆନନ୍ଦର କେମିତି ସଂଜ୍ଞା ନିରୂପଣ ଆମେ କରିବା? ସେ ଆନନ୍ଦ କଣ କେମିତି ଆମେ କଳ୍ପନା କରିବା? କିଛି କମ କଥା ନୁହେଁ ପ୍ରକୃତରେ। କିନ୍ତୁ ଆନନ୍ଦ ଅଛି, ଏ ପୃଥିବୀରେ ଅଛି, ଏ ଜୀବନରେ ଅଛି। ଆମ ସମସ୍ତ ମୁହୂର୍ତ୍ତରେ ମଧ୍ୟ ବିରାଜିତ ଅଛି ସେ ଆନନ୍ଦ। ଆମେ ଯଦି ଅନୁଭବ କରିପାରିବା, ତାହେଲେ ସେ ଆନନ୍ଦର ନିକଟବର୍ତ୍ତୀ ହୋଇପାରିବା। ଏ ଆନନ୍ଦ ସ୍ୱାର୍ଥଯୁକ୍ତ ଆନନ୍ଦ ନୁହେଁ। ଏ ଆନନ୍ଦ ଜିତିବାର ଆନନ୍ଦ ନୁହେଁ। ଏ ଆନନ୍ଦ ହାରିଯିବାର ଆନନ୍ଦ ବି ନୁହେଁ। ଏ ଆନନ୍ଦ ବିତ୍ତଶାଳୀ ହେବାର ଆନନ୍ଦ ନୁହେଁ। ଏ ଆନନ୍ଦ ଦରିଦ୍ର ହୋଇଯିବାର ବି ଆନନ୍ଦ ନୁହେଁ। ତାହେଲେ ଆନନ୍ଦ କଣ? ଏ ଆନନ୍ଦ ହଉଛି ବିଶାଳ, ଏକଦମ ମାନେ ଅପରିକଳ୍ପନୀୟ, ଯୋଉଟା କଳ୍ପନା କରାଯାଇ ପାରିବ ନାହିଁ, ସେହିପରି ଏକ ମାନେ ସୁବିଶାଳ କରୁଣା ସମଗ୍ର ବିଶ୍ୱ ବ୍ରହ୍ମାଣ୍ଡକୁ ଆଚ୍ଛାଦିତ କରି ରଖିଛି। ଯୋଉ କରୁଣା ଭିତରେ ଆମେ ଅଛୁ। ବିଶ୍ୱ ଜୀବନ ହେ ତୁମ୍ଭଙ୍କୁ କରୁଣା ସିନ୍ଧୁ, ବୋଲିବାକୁ ମନ ବଳୁ ନାହିଁ ଯେଣୁ, ସିନ୍ଧୁ ତୁମ୍ଭ କୃପା ବିନ୍ଦୁ। ଯୋଉ ସମୁଦ୍ରଟି ଆମେ ଦେଖୁଛୁ, ସେଟା ତାଙ୍କର କୃପାର ଗୋଟେ ବିନ୍ଦୁ ମାତ୍ର। ତାହେଲେ ତାଙ୍କୁ କରୁଣା ସିନ୍ଧୁ ବୋଲି ବି କହିବା ହଉଛି ଅଯଥାର୍ଥ। ମାନେ ତାଙ୍କ କରୁଣା କେତେ ପରିବ୍ୟାପ୍ତ, କେତେ ଗଭୀର, କେତେ ପ୍ରକୃତରେ ତାର ବ୍ୟାପ୍ତି ଅଛି, ଆମେ ସେ କଥା କଦାପି କଳ୍ପନା କରିପାରିବା ହିଁ ନାହିଁ। ଅକଳ୍ପନୀୟ, ଆଶ୍ଚର୍ଯ୍ୟ ବୋଲି ବି କହିପାରିବାନି। ଏଇ ଶବ୍ଦ ଗୁଡାକ ସବୁ ଆଶ୍ଚର୍ଯ୍ୟ ହବା, ବିସ୍ମୟ ବିମୂଢ ହୋଇଯିବା, ଏସବୁ ମଧ୍ୟ ମାନେ ସେ ଆନନ୍ଦ ସହିତ ସମକକ୍ଷ ନୁହନ୍ତି। ହିମାଳୟର ଗୋଟିଏ ସ୍ଥାନରେ ଏତେ ସୁନ୍ଦର ସୁଗନ୍ଧିତ ଫୁଲ ଫୁଟେ ଯେ ସେଠାକୁ ଯିଏ ଯାଏ ତାର ମୃତ୍ୟୁ ହୋଇଯାଏ। ମାନେ ଏତେ ସେ ସୁବାସ ତୀବ୍ର, ମାନେ ତାର ସୁଗନ୍ଧ, ସେଟାକୁ ଯଦି ଜଣେ ଆଘ୍ରାଣ କରିବ, ସେ ତାକୁ ଆଉ ହଜମ କରିପାରିବନି। ମାନେ ସେଇଠି ସେ ଚେତନା ଶକ୍ତି ହରାଇଦେବ, ପ୍ରାଣବାୟୁ ମଧ୍ୟ ଚାଲିଯିବ।
ତାହେଲେ ପରମେଶ୍ୱରଙ୍କର ଆନନ୍ଦଟା କଣ? ସେଇଟା ନା, ସେଇଟା ବି ନୁହେଁ। ତାହେଲେ ସମୁଦ୍ର ସହିତ ତାଙ୍କର ଆନନ୍ଦ ତୁଳନୀୟ ନୁହେଁ। ଏଇ ହିମାଳୟର ମାନେ ସୁଉଚ୍ଚ ସ୍ଥାନରେ ଅବସ୍ଥିତ ଏ ଯୋଉ ପୁଷ୍ପ ବିତାନ, ସେଟା ମଧ୍ୟ ମାନେ ତାଙ୍କର ଆନନ୍ଦର ସ୍ୱରୂପ ନୁହେଁ। ଯୋଉ ମାନସରୋବର ଅଛି, ସେ ମାନସରୋବର କୁ ଯୋଉମାନେ ଯାତ୍ରା କରନ୍ତି ସେମାନେ ଅପାର ଆନନ୍ଦ ଲାଭ କରନ୍ତି ବୋଲି କୁହାଯାଇଛି। ମାନସରୋବରରେ ଅଛନ୍ତି, ସେ କୋଉଠି ଅଛନ୍ତି? ଆନନ୍ଦ କୋଉଠି ଅଛି? କୋଉଟା ପ୍ରକୃତରେ ଆନନ୍ଦ? ଆନନ୍ଦ ଶ୍ରୀ ମା କହୁଛନ୍ତି ଗୋଟେ ଜାଗାରେ, ନିଃସ୍ୱାର୍ଥ ଶ୍ରଦ୍ଧା। ନିଃସ୍ୱାର୍ଥ ଶ୍ରଦ୍ଧା, ଏଇଟା ହଉଛି ପ୍ରକୃତରେ, ଏଇଠୁ ଯୋଉ ଆନନ୍ଦଟି ପ୍ରାପ୍ତ ହୁଏ, ସେ ଆନନ୍ଦ ପ୍ରକୃତରେ ଅତୁଳନୀୟ। କୌଣସି ସ୍ୱାର୍ଥ ନଥିବ, କୌଣସି ଉଦ୍ଦେଶ୍ୟ ନଥିବ, କୌଣସି ପ୍ରକାର ଲକ୍ଷ୍ୟ ନଥିବ, ଆନନ୍ଦ ପ୍ରାପ୍ତିର ମଧ୍ୟ କୌଣସି ଲକ୍ଷ୍ୟ ନଥିବ। ନିଃସର୍ତ୍ତ ଭାବରେ, ନିଃସ୍ୱାର୍ଥ ଭାବରେ ଯେତେବେଳେ ଗୋଟେ ଶ୍ରଦ୍ଧାର ଭାବ ଆମ ଭିତରୁ ଉଛୁଳି ଉଠେ, ସେଇଟା ଦାନ, ସେଇଟା ଭଗବାନ ରଖିଦେଇଛନ୍ତି ପରା ଆମ ଭିତରେ। ପରମ ଶ୍ରଦ୍ଧା, ପରମ ପ୍ରେମ, ପରମ ଆହ୍ଲାଦ, ପରମ ଶୁଦ୍ଧତା, ପବିତ୍ରତା ସେଥିରେ ଯୋଉ ରହିଛି, ସେଇଟା ଯେତେବେଳେ ପ୍ରକାଶିତ ହୁଏ, ସେ ଆନନ୍ଦ ବାହାରକୁ ଦେଖାଯାଏ ନାହିଁ। କେହି ଦେଖିପାରିବେ ନାହିଁ ସେ ଆନନ୍ଦ। ସେ ଆନନ୍ଦକୁ ମାଇକ୍ରୋଫୋନ ଦ୍ୱାରା ଘୋଷଣା କରାଯାଏ ନାହିଁ। ସେ ଆନନ୍ଦର ସମ୍ବାଦ ଖବର କାଗଜରେ ବାହାରେ ନାହିଁ। ସେ ଆନନ୍ଦର ଆଡମ୍ବର ପୂର୍ଣ୍ଣ କୌଣସି ଉଦ୍ଘୋଷଣା ହୁଏ ନାହିଁ। ସେ ଆନନ୍ଦ ସମସ୍ତ ପ୍ରକାରର କୋଳାହଳ ର ବହୁ ଦୂରରେ, ଅତ୍ୟନ୍ତ ନୀରବରେ, ନିଶ୍ଚଳ ଭାବରେ ସେ ଆନନ୍ଦ ନିଜକୁ ପ୍ରସ୍ଫୁଟିତ କରୁଥାଏ। ଯେତେବେଳେ ମା ତାର ଶିଶୁକୁ ଭଲ ପାଏ, ହୃଦୟ ଦେଇ ଭଲ ପାଏ। ଆଜି କାଲି ଦେଖୁଥିଲି ଗୋଟେ ଚିତ୍ର, ଗୋଟେ କଣ ନା କୁକୁର, ତା ପାଖରେ ବସିଛି ଗୋଟେ ଛେଳି। ଉଭୟଙ୍କର ଯୋଉ ଆତ୍ମୀୟତା, କୋଉ ଲକ୍ଷ୍ୟ ନେଇ ଆତ୍ମୀୟତା, କଣ ଦୁଇ ଜଣଙ୍କୁ ଏକାଠି କଲା? ତେଣୁ ଏପରି କିଛି ଆନନ୍ଦ ଅଛି ଯୋଉ ଆନନ୍ଦକୁ ଆମେ ନାମକରଣ କରିପାରିବାନି, ଯୋଉ ଆନନ୍ଦର ଆମେ କଳ୍ପନା ବି କରିପାରିବାନି, ଏବଂ ସେ ଆନନ୍ଦ ଆମେ ଅନୁଭବ କରୁଛୁ ବୋଲି ବି ଜାଣିପାରିବାନି। ଯଦି ଜାଣିପାରିଲେ ତଥାପି ବି ସେଟା ଆନନ୍ଦ ନୁହେଁ। ଯଦି ଜାଣି ନ ପାରିଲେ ସେଟା ହଉଛି ଆନନ୍ଦ। ଆନନ୍ଦର ଚମତ୍କାର। ମୁଁ ବରପାଲିର ଯୋଉ କଥା କହୁଥିଲି, ବରପାଲିର ସବୁବେଳେ କମଳ କିଶୋର ଭାଇ କହନ୍ତି, ମୁଁ ବରପାଲିରେ ନଥାଏ, ଯେତେବେଳେ ବାଲେଶ୍ୱରରେ ଥାଏ, ଭୁବନେଶ୍ୱରରେ ଥାଏ, ବରପାଲିର ବୋଲି ଯୋଉ ପରିଚୟ ଦିଅନ୍ତି ମତେ ଭାରି ବଢିଆ ଲାଗେ। ଯୋଉଠି ଥିଲେ ବି ମୁଁ ବରପାଲିର ନା। ଆଉ ତେଣୁ ବରପାଲିର ଜଣେ ଥିଲେ ବାନ୍ଧ ଶିଳ୍ପୀ, ପଦ୍ମଶ୍ରୀ ଉପାଧି ପାଇଥିଲେ। ଉପାଧି ପ୍ରତି ତାଙ୍କର କୌଣସି ସେମିତି ମୋହ ନଥିଲା। ପଦ୍ମଶ୍ରୀ କୁଞ୍ଜ ବିହାରୀ ମେହେର ଅତି
ମାନେ ମାନେ ମତେ ବ୍ୟକ୍ତିଗତ ଭାବରେ ବହୁତ ଘନିଷ୍ଠ ଭାବେ ଭଲ ପାଇଛନ୍ତି। ସେ ସବୁବେଳେ ଡାକନ୍ତି, ନହେଲେ ଚିଠି ଦେବେ, ତମେ ଆସ, କାହିଁକି ଆସୁନ, ବୃଦ୍ଧ ବୟସରେ। ତାପରେ ଶଯ୍ୟାଶାୟୀ ହୋଇ ପଡ଼ିଲେ ସେ। ମୁଁ ଯାଏ ମଝିରେ ମଝିରେ ତାଙ୍କୁ ଦେଖା କରିବାକୁ, ପଚାରେ କେମିତି ଅଛନ୍ତି, କେମିତି ଲାଗୁଛି। ସେ କହିବେ ବାବୁ ସବୁ କିଛି ଭଲ। ମୁଁ ତାପରେ ପଚାରିବି ଗୋଟେ ଗୋଟେ, ଆପଣଙ୍କ ଗୋଡରେ ଯୋଉ ଯନ୍ତ୍ରଣା ହଉଥିଲା ସେଇଟା କଣ ଭଲ ଲାଗିଲା? ସେ କଥା କାହିଁ ପଚାରୁଛ? ସେ କହିବେ ଯେପରି ପ୍ରତିଟି ସୁଖଦାୟକ, ଯାହା ଆମ ଦୃଷ୍ଟିରେ ମୁହୂର୍ତ୍ତ ହଉଛି ଈଶ୍ୱରଙ୍କର କରୁଣା। ଏ ଯୋଉ ମୋ ଗୋଡରେ ପୀଡା ହଉଛି ସେଟା ମଧ୍ୟ ହଉଛି ତାଙ୍କର କରୁଣା। ତେଣୁ ସେ ପୀଡାର କୁ ସହ୍ୟ କରିବାର ଯୋଉ ଆନନ୍ଦ, ସେଇଟା ସେ ଲାଭ କରୁଛନ୍ତି। ସେଥିପାଇଁ ସେ ପୀଡାରେ ମଧ୍ୟ ତାଙ୍କ ଆଖି ଦୁଇଟି ଉଜ୍ଜଳ ହୋଇ ଉଠେ ମତେ ଦେଖିଦେଲେ। ମୋର ବଡ ମା ଯେ ଥିଲେ, ମଝିଆ ବଡ ମାମା ବୋଲି ମୁଁ କହେ ସବୁବେଳେ, ମାମା ସେ କୂଅରେ ଏମିତି ଗାଧେଇବାକୁ ଯାଇଛନ୍ତି, ପଡିଗଲେ। ଆସିଲେ, ତାଙ୍କ ମାନେ ପିଠି ସାରା ସବୁ ଶୋଇ ରହିକିରି ସବୁ ଘା ହେଇଗଲା, ଆଉ ଉଠି ବି ପାରିଲେନି, ସେ ଶଯ୍ୟାଶାୟୀ। ତାଙ୍କର ସେବା ଯଦିଓ ଚାଲିଥାଏ, ମୋର ବଡ ବାପାଙ୍କ ପୁଅ ସେ କରୁଥାନ୍ତି, ମୋର ବଡ ଭାଇ ଯିଏ, କୌଣସି ବିଷୟରେ ତାଙ୍କର ଅଭିଯୋଗ ନାହିଁ, ଏଇଟା ନହେଲା ସେଟା ନହେଲା, କିଛି ନାହିଁ। ମୁଁ ଯାଏ, ଯେତେବେଳେ ତାଙ୍କ ପାଖକୁ ଡାକିବି ମାମା ବୋଲି, ଏତିକି କେବଳ ଡାକିଦେଲେ ତାଙ୍କ ଦୁଇ ଆଖିରୁ ଯୋଉ ଆଲୋକ ବିକିରିତ ହୋଇଯାଏ, ତାକୁ ଭାଷା ଦେଇ ମୁଁ ଆଜି କହିପାରିବି ନାହିଁ। କି ଆନନ୍ଦ! ମାମା ବୋଲି ଡାକିଦେବା ମାତ୍ରକେ ତାଙ୍କ ଆଖି ଦୁଇଟିରୁ ଆଶୀର୍ବାଦର ଯୋଉ ବର୍ଷା ହେଇଯିବ, ଆଉ ଯେମିତି ଉଜ୍ଜଳ ଭାବରେ ସେ ଚାହିଁବେ ସତେ କି ତାଙ୍କର କୌଣସି ଯନ୍ତ୍ରଣା ନାହିଁ ଏବଂ ସେ ସମ୍ପୂର୍ଣ୍ଣ ସୁସ୍ଥ ଭାବରେ ଶୟନ କରିଛନ୍ତି ସେଠି। ଜଣେ ସେମିତି ଭାବିବ, ଏ ଆନନ୍ଦ ଆସେ କୋଉଠୁ? ସେଇ କଥା ମୁଁ ସେଥିପାଇଁ କହୁଥିଲି, ଏଇ ଆନନ୍ଦ ହଉଛି ଭଗବାନଙ୍କ ପ୍ରଦତ୍ତ ଆନନ୍ଦ। କାହିଁକି ନା ଭଗବାନ ହିଁ ହଉଛନ୍ତି ତାଙ୍କ ନିଜ ସ୍ୱରୂପରେ ଆନନ୍ଦମୟ। ଆନନ୍ଦ ରୂପମ ଅମୃତମ୍, ଆନନ୍ଦମୟ ସେ ମୋଟେ ଦୁଃଖମୟ ନୁହନ୍ତି, ସେ ଆନନ୍ଦମୟ। ମଧୁମୟ କବିତାରେ ସେଥିପାଇଁ ପରା ଲେଖିଲେ ଗଙ୍ଗାଧର, ବିଶ୍ଵ ଦେଖ ମଧୁମୟ, ବିଶ୍ଵ ଦେଖ ମଧୁମୟରେ ଜୀବନ, ବିଶ୍ଵ ଦେଖ ମଧୁମୟ, ମଧୁର ଝରଣ କରିବ ହରଣ, ତୋ ପାପ ମରଣ ଭୟରେ ଜୀବନ, ବିଶ୍ଵ ଦେଖ ମଧୁମୟ। ମାନେ ମୃତ୍ୟୁର ଯୋଉ ଆଶଙ୍କା, କାଳେ ମୁଁ ମରିଯିବି, ଏ ଯୋଉ ଆମର ରହିଥାଏ ଯୋଉ ଆତଙ୍କ, ତାହା ମଧ୍ୟ ଦୂର ହୋଇଯିବ ଯଦି ଆମେ ପ୍ରଭୁଙ୍କ ଏହି ମଧୁମୟ ସତ୍ତାକୁ ଅନୁଭବ କରିବାରେ ସକ୍ଷମ ହୋଇପାରିବା, କିଞ୍ଚିତ ମାତ୍ର ମଧ୍ୟ। ତେଣୁ ଆପଣ ଦେଖନ୍ତୁ, ଏଇ ଯୋଉ କଥା ସବୁ ହଉଛି, ଆନନ୍ଦ କୋଉଠି? ଆନନ୍ଦର ସ୍ୱରୂପଙ୍କୁ ତ ବର୍ଣ୍ଣନା କରିହେବ ନାହିଁ।
ମୁଁ ସେଥିପାଇଁ ବର୍ଣ୍ଣନା କରୁନି ମୁଁ କିଏ। ସେ ତାଙ୍କର ମୂଳ ସତ୍ତାରେ ସେ ଆନନ୍ଦମୟ। ଏ କଥା ଏ ପାଠଚକ୍ରରେ ବର୍ଣ୍ଣନା କରିବା ପାଇଁ ପ୍ରକୃତରେ ମୁଁ କିଏ? ମୁଁ କଣ କଳ୍ପନା କରିପାରିବି? ନା 7 ଜନ୍ମ ନେଲେ ବି କରିପାରିବି? ନା କିଏ କରିପାରିଛି ଏ ପର୍ଯ୍ୟନ୍ତ ମଧ୍ୟ? କେହି କରିପାରି ନାହାନ୍ତି। କିନ୍ତୁ ଏଟା ଗୋଟେ ଗୋଟେ ହଉଛି, ମୁଁ ଯୋଉ ଉଦାହରଣ ଗୁଡାକ ଦଉଛି ଛୋଟ ଛୋଟ ଉଦାହରଣ ଜୀବନର, ଏସବୁ ହଉଛି ସେ ଆନନ୍ଦର ମାନେ ସାମାନ୍ୟ ପରିସ୍ଫୁଟନ। ତାହେଲେ ଏହା ଯଦି ସାମାନ୍ୟ ପରିସ୍ଫୁଟନ ହୋଇପାରେ, ମୂଳ ସ୍ୱରୂପରେ ଭଗବାନ ପ୍ରକୃତରେ କେମିତି ହୋଇଥିବେ, ଏ କଥା ଆମେ କଳ୍ପନା କରିବା ନିହାତି ପାରୁ କି ନ ପାରୁ, ଆମେ ଆନନ୍ଦମୟ ଭଗବାନଙ୍କୁ ପୂଜା କରିବା ନା ଆମେ ଦୁଃଖରେ ଯିଏ ଭାରାକ୍ରାନ୍ତ ସେ ଈଶ୍ୱର କଣ ଆମର ଆରାଧ୍ୟ? ଯିଏ ବେଦନା ଜର୍ଜରିତ ଈଶ୍ୱର ସିଏ କଣ ଆମର ପୂଜାର ବେଦୀ ଉପରେ ଅଭିଷିକ୍ତ ହେଇପାରିବେ? ନା, ଯିଏ ଆନନ୍ଦମୟ, ଆନନ୍ଦ ହିଁ ଆନନ୍ଦ। ଯୀଶୁ ଖ୍ରୀଷ୍ଟଙ୍କୁ କଣ୍ଟା ବାଡେଇ ଦିଆଯାଉଛି, ବହି ଯାଉଛି ରକ୍ତ, କିନ୍ତୁ ମୁହଁରେ ନାହିଁ କୌଣସି ପ୍ରକାର ଅନୁଶୋଚନା, ନାହିଁ ଅଭିଶାପର କୌଣସି ଶବ୍ଦ ଉଚ୍ଚାରଣ। ଏ ଯୋଉ କଥାଟି ବି ସେ କହିଛନ୍ତି ଯେ ହେ ଭଗବାନ ତମେ ଏମାନଙ୍କୁ କ୍ଷମା କରିଦିଅ, ଏମାନେ କଣ କରୁଛନ୍ତି ତାହା ଜାଣନ୍ତି ନାହିଁ, ସେଇଟା ବି ଆକ୍ଷରିକ ଅର୍ଥରେ ଆମେ ବିଶ୍ଳେଷଣ କରିପାରିବା ନାହିଁ। କେମିତି ନା କ୍ଷମା କିଏ କାହାକୁ କରିବ? ସବୁ ଯଦି ଭଗବାନମୟ, ଯୋଉମାନେ କଣ୍ଟା ବାଡଉଛନ୍ତି ସେମାନେ ବି ଯଦି ଭଗବାନ, ଶ୍ରୀ ଅରବିନ୍ଦ ଦେଖିଲେ ପରା, ଯିଏ ପୋଲିସ ଭଗବାନ, ପ୍ରହରୀ ଭଗବାନ, ଓକିଲ ଭଗବାନ, ଜଜ ଭଗବାନ ଶ୍ରୀକୃଷ୍ଣ। ତେଣୁ ଯଦି ଯୋଉମାନେ କଣ୍ଟା ବାଡଉଛନ୍ତି ସିଏ ବି ଭଗବାନ, ତାହେଲେ କାହାକୁ କ୍ଷମା କରିବେ ଭଗବାନ? ତେଣୁ ସେଟା ଆକ୍ଷରିକ ଅର୍ଥରେ ତାହା ବି ନୁହେଁ। ତା ଭିତରେ କଣ ଅର୍ଥ ପ୍ରକୃତରେ ଲୁକାୟିତ ହୋଇ ରହିଛି ତାହାକୁ କଣ ଆମେ ଆବିଷ୍କାର କରିପାରିବା? ଓସ୍କାର ୱାଇଲ୍ଡ, ଯିଏ ହଉଛନ୍ତି ବିଶିଷ୍ଟ ଇଂରାଜୀ ଗାଳ୍ପିକ, ସେ ଲେଖିଲେ ଯୋଉ ସେଲଫିଶ ଜେଣ୍ଟ ଗଳ୍ପ, ସେଠି ଯୀଶୁ ଖ୍ରୀଷ୍ଟ ଆସୁଛନ୍ତି ଉଦ୍ଧାର କରିବା ପାଇଁ ଦାନବଟିକୁ, ଏବଂ ସେ ଶିଶୁ ରୂପରେ ଆସୁଛନ୍ତି। ସେ ଯେତେବେଳେ ଦେଖୁଛି ଦାନବଟି ସେ ଶିଶୁଟି ଗଛ ଉପରେ ଯେତେବେଳେ ଚଢିଛି ତାକୁ ଓହ୍ଲେଇବାକୁ କହୁଛନ୍ତି, ତାଙ୍କ ହାତରେ ସବୁ କ୍ରୁଶ ଚିହ୍ନ ଗୁଡାକ ଅଛି, ମାନେ ସିଏ ହଉଛନ୍ତି ଯୀଶୁ ଖ୍ରୀଷ୍ଟ, କ୍ରୁଶ ଚିହ୍ନ ସବୁ ଅଛି। ଦାନବ ସେତେବେଳେ ତାଙ୍କୁ ପଚାରୁଛି ଏସବୁ ଆଘାତର ଚିହ୍ନ ତୁମ ପାଖରେ କାହିଁକି? ଶିଶୁଟି ସେତେବେଳେ ଉତ୍ତର ଦଉଛି, ଆଘାତର ଚିହ୍ନ ନୁହେଁ, ଏଇଟା ହଉଛି ପ୍ରେମର ଚିହ୍ନ, ପ୍ରେମର ଚୁମ୍ବନ, ଏଇଟା ଆଘାତ ନୁହେଁ। ଓସ୍କାର ୱାଇଲ୍ଡ ତାକୁ ସ୍ପଷ୍ଟ କରିଦେଲେ। ସେଲଫିଶ ଜେଣ୍ଟ ଗଳ୍ପରେ ଯୀଶୁ ଖ୍ରୀଷ୍ଟଙ୍କର ଯୋଉ ଆନନ୍ଦ ବୋଧ ତାକୁ ସିଏ ସେଇଠି ସୁସ୍ପଷ୍ଟ ଭାବରେ ଅଭିବ୍ୟକ୍ତ କଲେ।
ତେଣୁ ଆମେ ଯେତେବେଳେ ବି ଦେଖୁ ଦାସିଆ ବାଉରୀ କେମିତି ନଡିଆ ବଢେଇ ଦେଲା, ସାଲବେଗ କେମିତି ଭଜନ ଗାଉଥିଲେ। କିଏ କହିଥିଲା ସାଲବେଗଙ୍କୁ ଜଗନ୍ନାଥଙ୍କ ଉପରେ ଭଜନ ଗାଅ ବୋଲି? ତାଙ୍କ ପିତା ତ ଲାଲ ବେଗ ଥିଲେ, ମୁସଲମାନ ପିତା, ହିନ୍ଦୁ ମାତା। କିନ୍ତୁ କୌଣସି ଧର୍ମକୁ କଣ ଦୃଷ୍ଟିରେ ରଖି ସେ ଭଜନ ସବୁ ରଚନା କଲେ? ନା, ତାହା ନୁହେଁ। ଆନନ୍ଦ, ସେ କହୁଛନ୍ତି ପରା, आहे ନୀଳ ଶୈଳ ପ୍ରବଳ ମତ ପାରଣ, ପ୍ରବଳ ମତ ବାରଣ। ଦେଖୁଛନ୍ତି, आहे ନୀଳ ଶୈଳ ପ୍ରବଳ ମତ ବାରଣ। ପ୍ରବଳ ମତ ବାରଣ, ପ୍ରବଳ ହସ୍ତି ଯିଏ, କଣ କରନ୍ତି ସେ? ନା ଯିଏ ଦୁଃଖକୁ ଦଳନ କରିଦିଅନ୍ତି। ପ୍ରବଳ ମତ ବାରଣ, ସେ ସକଳ ପ୍ରକାର ଦୁଃଖକୁ ବିଦଳିତ କରିଦିଅନ୍ତି। ସେଇ ଭଗବାନ ନା। ଭଗବାନ ଦୁଃଖକୁ ବିଦୀର୍ଣ୍ଣ କରିବା ପାଇଁ ଆସିଛନ୍ତି, ଦୁଃଖକୁ ନିଶ୍ଚିହ୍ନ କରିବା ପାଇଁ ଆସିଛନ୍ତି, ଦୁଃଖକୁ ସମ୍ପୂର୍ଣ୍ଣ ଭାବରେ ଦୂର କରିବା ପାଇଁ ଭଗବାନଙ୍କର ଅବତରଣ ଘଟେ। ତେଣୁ ତାଙ୍କର ଯାହା ମୂଳ ସ୍ୱରୂପ, ସେ ସ୍ୱରୂପରେ ସେ ସଂସାରକୁ ରୂପାୟିତ କରିବେ, ଏ ପୃଥିବୀକୁ ରୂପାୟିତ କରିବେ, ନା ଦୁଃଖ ରୂପକ ରାକ୍ଷସ କବଳରେ ତାକୁ ମାନେ ବନ୍ଦୀ କରି ରଖିବାକୁ ସେ ଚାହିଁବେ କେବେ? କଦାପି ନୁହେଁ। ତେଣୁ ଏ ଆନନ୍ଦ ହଉଛି ଅନ୍ତର୍ଗତ ଆନନ୍ଦ। ଏ ଆନନ୍ଦ ଗୋଟେ ବାହ୍ୟ ଆନନ୍ଦ ନୁହେଁ, ଅନ୍ତର୍ଗତ ଆନନ୍ଦ। ଯୋଉ ଆନନ୍ଦର ଆମେ କୌଣସି ବ୍ୟାଖ୍ୟା ସହଜରେ କରିପାରିବା ନାହିଁ। ନିଃସ୍ୱାର୍ଥପର ଆନନ୍ଦ, ନିଃଶବ୍ଦ ଆନନ୍ଦ। ରାଧାଙ୍କର ଯୋଉ ଆନନ୍ଦ, କୃଷ୍ଣଙ୍କ ବିଚ୍ଛେଦରେ ରାଧା କେମିତି ଜୀବନ ବଞ୍ଚୁଥିଲେ? ବିଚ୍ଛେଦ ବୋଲି କଣ ତାଙ୍କର କିଛି ଥିଲା? ତ କହୁଛନ୍ତି ରମାକାନ୍ତ ରଥ ଯେତେବେଳେ ଲେଖିଲେ ସେ ରାଧା କାବ୍ୟ, ସେ କହୁଛନ୍ତି ରାଧା ଯେ ତମେ ଯେତେବେଳେ ନାହଁ ଅନ୍ୟ ସମସ୍ତଙ୍କ ପାଇଁ, ସେତେବେଳେ ହିଁ ତୁମେ ମୋ ପାଇଁ ସମ୍ପୂର୍ଣ୍ଣ ଭାବରେ ଅଛ। ମୁଁ ସେତେବେଳେ ହିଁ ତମକୁ ପରିପୂର୍ଣ୍ଣ ଭାବରେ ଲାଭ କରିପାରୁଛି। ତେଣୁ ବିଚ୍ଛେଦ, ଦୁଃଖ, ବେଦନା, ନିର୍ଯାତନା, ଏଇ ସବୁ କଥା ଯାହା ଯାହା ଅଛି, ସାଂସାରିକ ଦୃଷ୍ଟିରୁ ବିଭିନ୍ନ ଭାବରେ ଆମେ ବିଚାର କରିବାକୁ ବାଧ୍ୟ ହଉଛେ, କିନ୍ତୁ ବାସ୍ତବରେ ଯିଏ ଆମକୁ ପ୍ରେରଣ କରିଛନ୍ତି, ବାସ୍ତବରେ ଯିଏ ଆମକୁ ଗଠନ କରିଛନ୍ତି, ଯିଏ ସମଗ୍ର ପୃଥିବୀକୁ ନିର୍ମାଣ କରିଛନ୍ତି, ଏ ବିଶ୍ୱ ବ୍ରହ୍ମାଣ୍ଡର ହର୍ତ୍ତା କର୍ତ୍ତା ବିଧାତା ଯିଏ ସ୍ୱୟଂ ଭଗବାନ, ସିଏ ପ୍ରକୃତରେ ଦୁଃଖର ପ୍ରତିମୂର୍ତ୍ତି ନୁହନ୍ତି, ସେ ହଉଛନ୍ତି ଆନନ୍ଦ ହିଁ ଆନନ୍ଦ। ଗଙ୍ଗାଧର ସେଥିପାଇଁ କହିଲେ କଣ ନା, ହେଲେ ହେତୁ ସାନ କରୁଣା ନିଧାନ, ରାଜ୍ୟରେ କରିଛୁ ବାସ। କରୁଣା ନିଧାନ, କରୁଣା ନିଧାନଙ୍କ ରାଜ୍ୟରେ ଆମେ ଅଛୁ। ଆମେ ଛୋଟ ହେଇପାରୁ, ବହୁତ ଛୋଟ, କିଛି ଅସୁବିଧା ନାହିଁ। ହେଲେ ହେତୁ ସାନ କରୁଣା ନିଧାନ,
ରାଜ୍ୟରେ କରିଛୁ ବାସ, ବଢାଇଲେ କର ତାଙ୍କ ଶ୍ରୀପୟର, ଲାଭେ ନ ହେବୁ ନିରାଶରେ ଜୀବନ, ବିଶ୍ୱ ଦେଖ ମଧୁମୟ। ତୁ ସାନ ହେଇପାରୁ, ଛୋଟ ହେଇପାରୁ, କିନ୍ତୁ ଯଦି ତୁ ତୋର ହସ୍ତ ପ୍ରସାରଣ କରିଦେବୁ ତାଙ୍କ ଆଡକୁ, ତାଙ୍କ ଉଦ୍ଦେଶ୍ୟରେ, ତାହେଲେ ତୁ କଦାପି ନିରାଶ ହେବୁ ନାହିଁ। ଏ ପୃଥିବୀରେ, ଏ ସମଗ୍ର ଜୀବଜଗତରେ ଆଶା, ବିଶ୍ୱାସ, ଆସ୍ଥା, ସୌନ୍ଦର୍ଯ୍ୟ, ବୈଭବ ଏସବୁ ପରିପୂର୍ଣ୍ଣ ହୋଇ ରହିଛନ୍ତି। ତେଣୁ ସ୍ୱୟଂ ଭଗବାନ ହଉଛନ୍ତି ସେଇ କାରଣରୁ, ପ୍ରକୃତରେ ମୂଳତଃ ହଉଛନ୍ତି ସେ ଆନନ୍ଦର ସ୍ୱରୂପ। ଆନନ୍ଦମୟ ହିଁ ଏ ବିଶ୍ୱକୁ ନିର୍ମାଣ କରିଛନ୍ତି। ଯିଏ ଆନନ୍ଦମୟ ହୋଇପାରିବେନି, ସେ ବିଶ୍ୱ ନିର୍ମାଣ କରିବେ କେମିତି? ବିଶ୍ୱକର୍ମା ହେବେ କେମିତି ସେ? ତେଣୁ ଆମେ ଯଦିଓ କଳ୍ପନା କରିପାରିବା ନାହିଁ, କିନ୍ତୁ ଏଇ ଯୋଉ ସାମାନ୍ୟ ସାମାନ୍ୟ ଛୋଟ ଛୋଟ କଥା ଆମେ କିଛି କିଛି ସଂକେତ ପାଉଛୁ ତାଙ୍କ ଆନନ୍ଦମୟ ସତ୍ତାର, ସେତିକିରେ ତ ଆମେ କୃତଜ୍ଞ, ବିହ୍ୱଳ, ଭାବାଚ୍ଛନ୍ନ, ଭାବାବିଷ୍ଟ, ଆଉ ତାଙ୍କୁ କଳ୍ପନା କରିପାରିବାର ଶକ୍ତି କାହାର ଅଛି? ତେବେ ଯାହା ହଉ, ଆମେ କାହିଁକି ବିଶ୍ୱାସ ନ କରିବା ଯେ ସେ ହଉଛନ୍ତି ଆନନ୍ଦମୟ? ଆମେ କାହିଁକି ଆମ ଆତ୍ମା ଭିତରେ ଏ ଆସ୍ଥା ଦୃଢୀଭୂତ ନ କରିବା ଯେ ଭଗବାନଙ୍କର ମୂଳ ସ୍ୱରୂପ ହଉଛି ଆନନ୍ଦମୟ? ହଉ, ହଜାରେ ପ୍ରକାର ଦୁଃଖ ଥାଉ ଜୀବନରେ, ହଜାରେ ପ୍ରକାର ଯାତନା ଥାଉ, କିନ୍ତୁ ଯୋଉ ଭଗବାନଙ୍କୁ ଆମେ ଆମ ଅନ୍ତର ଭିତରେ, ଆତ୍ମା ଭିତରେ ପ୍ରତିଷ୍ଠିତ କରିଛୁ, ସେ ହଉଛନ୍ତି ମହାନନ୍ଦମୟ। ତେଣୁ ସେଇ ଆନନ୍ଦମୟଙ୍କୁ, ସେଇ ମହାବିଶାଳ ଆନନ୍ଦର ବିଶ୍ୱ ରୂପଙ୍କୁ ବିଶ୍ୱ ନିଧାନ, ଗଙ୍ଗାଧର ତାଙ୍କୁ ସବୁବେଳେ କହୁଛନ୍ତି ବିଶ୍ୱ ନିଧାନ, କରୁଣା ନିଧାନ। ତାଙ୍କୁ ସେଥିପାଇଁ ମୁଁ ଆପଣମାନଙ୍କ ସହିତ ମିଶି ପ୍ରଣାମ କରୁଛି। ସେ ପ୍ରଣାମ କରିବା ପୂର୍ବରୁ ହିଁ ଜାଣନ୍ତି ଯେ ମୁଁ ପ୍ରଣାମ କରିବି ବୋଲି। ହୃଦୟର କଥା ଜାଣିବାକୁ ଅଛି ତୁମର ଅସୀମ ଶକ୍ତି, ଅସୀମ ଶକ୍ତି। କିଛି କହିବାକୁ ପଡିବନି, କିଛି ନାହିଁ, କିଛି ନା ମନ୍ଦିରକୁ ଯିବାକୁ ପଡିବ, ନା ମସଜିଦକୁ, ନା ଚର୍ଚ୍ଚକୁ, ନା ଆଳତି କରିବାକୁ ପଡିବ, ନା ଧ୍ୟାନ କରିବାକୁ ପଡିବ। ଯାହା ଆମେ ଭାବୁଛୁ, ଯାହା ଆମ ଭିତରେ ଅଛି, ସେ ସବୁ ଜାଣନ୍ତି। ଜଣେଇବାର ଆବଶ୍ୟକତା କିଛି। ତେଣୁ ଯଦି କେବଳ କୃତଜ୍ଞ ହେବା କଥା, କୃତଜ୍ଞ, ହେ ଆନନ୍ଦମୟ, ହେ ଆନନ୍ଦମୟ କୋଟି, ଦେଖିଲେ ମଧୁସୂଦନ ସେଥିପାଇଁ ଭୁବନ ପାଳକ। ତେଣୁ ଆନନ୍ଦମୟ, କୋଟି ଭୁବନ ପାଳକ, ଆନନ୍ଦମୟ। ଆନନ୍ଦମୟଙ୍କର ସେ ଆନନ୍ଦମୟ ସତ୍ତାକୁ ନମ୍ରତାର ସହିତ ସ୍ୱୀକାର କରିବା, ଆମେ ଏ ପାଠଚକ୍ରରେ ପ୍ରଣତି ଜଣେଇବା ସମବେତ ଭାବରେ।
ଆଉ ଏତିକିରେ ମୋର ବକ୍ତବ୍ୟକୁ ମୁଁ ଆଜି ପାଇଁ ସୀମିତ ରଖୁଛି। ମା। ବର୍ତ୍ତମାନ ଗୋଟିଏ ମିନିଟ ମାଙ୍କ ନାମ ଜପରେ ସହିତ ଆଜିର ଶ୍ରୀରତ୍ନ ପାଠ୍ୟକ୍ରମକୁ ସମାପ୍ତ କରିବା। ମା 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 ମା।